ପିଲା କଠିନ ପରିସ୍ଥିତି ଏବଂ ପ୍ରବଳ ଚାପ ସହିବା ପରେ ହିଁ ହୀରା ପାଲଟି ଥାଏ। ସେହିପରି ଜୀବନରେ ଆସୁଥିବା କଠିନ ସମୟ ଆପଣଙ୍କୁ ଭାଙ୍ଗିବା ପାଇଁ ନୁହେଁ, ବରଂ ଆପଣଙ୍କ ଭିତରେ ଥିବା ପ୍ରକୃତ ପ୍ରତିଭାକୁ ଚମକାଇବା ପାଇଁ ଆସିଥାଏ। ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ, ମୁଁ ଆପଣମାନଙ୍କର ଜ୍ୟୋତିଷ ବନ୍ଧୁ ଯଯାତି କେଶରୀ ଦାସ ସବୁଦିନ ଭଳି ଆଜି ବି ନେଇ ଆସିଛି 31 ମେ 2026ର ଦୈନିକ ରାଶିଫଳ। ତେବେ ଆଜି ରାଶିଫଳ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ସର୍ବପ୍ରଥମେ ସେହି ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରିନେବା। ଓಂ ନମ ବିଷ୍ଣବେ ପ୍ରଭ ବିଷ୍ଣବେ। ତତ୍ସହିତ ଆଜି ବାରର ସ୍ୱାମୀ ସୂର୍ଯ୍ୟ ନାରାୟଣଙ୍କୁ ପ୍ରଣାମ କରି ଆଜିର ରାଶିଫଳ କାର୍ଯ୍ୟକ୍ରମ ଆରମ୍ଭ କରିବା। ତେବେ ଆଜି ଯେଉଁମାନଙ୍କର ଜନ୍ମଦିନ ସେମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ତାଙ୍କ ଜୀବନ ଭଗବାନ ବିଷ୍ଣୁଙ୍କ କୃପାରୁ ସୁଖମୟରେ କଟୁ। ତତ୍ସହିତ ଆଜି ଯେଉଁମାନଙ୍କର ବିବାହ ବାର୍ଷିକ ଉତ୍ସବ ସେମାନଙ୍କର ଶିବ ପାର୍ବତୀ ଭଳି ଯୋଡ଼ି ସଦାବେଳେ ରହିଥାଉ। ତେବେ ଯେଉଁମାନେ ମୋତେ ସବସ୍କ୍ରାଇବ୍ କରିନାହାନ୍ତି ସେମାନେ ସବସ୍କ୍ରାଇବ୍ କରେଇ ନିଅନ୍ତୁ ଏବଂ ବେଲ୍ ଆଇକନ୍ ବଟନ୍ ଦବାଇବା ସହିତ ଲାଇକ୍ ବଟନ୍ ଦବନ୍ତୁ ଏବଂ କମେଣ୍ଟ କରନ୍ତୁ। ଯଦି ଆପଣ ମୋତେ ଭଲ ପାଉଛନ୍ତି ତେବେ ପୁରା ଭିଡ଼ିଓ ଦେଖନ୍ତୁ ଏବଂ ମୋତେ ସପୋର୍ଟ କରନ୍ତୁ। ଆଜିର ପଞ୍ଚାଙ୍ଗ ଆଜି 2026 ମେ ମାସ 31 ତାରିଖ ଓଡ଼ିଆ ଜ୍ୟେଷ୍ଠ ମାସ 17 ଦିନ ରବିବାର ପୂର୍ଣ୍ଣିମା ତିଥି ଯାହା ଦିବା 1:25 ପର୍ଯ୍ୟନ୍ତ ରହୁଛି। ତାପରେ ପ୍ରତିପଦା ତିଥି ଆରମ୍ଭ ହେଉଛି। ଆଜି ଅନୁରାଧା ନକ୍ଷତ୍ର ଯାହା ଅପରାହ୍ନ 3:29 ପର୍ଯ୍ୟନ୍ତ ରହୁଛି। ତାପରେ ଜ୍ୟେଷ୍ଠା ନକ୍ଷତ୍ର ଆରମ୍ଭ ହେଉଛି। ଆଜି ବିଛା ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି ଯାହା ପ୍ରାପ୍ତ 5:04 ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 6:20। ଆଜି ଯୁଗ୍ନି ରହିଛି ବାୟୁକୋଣରେ ଦିବା 1:25 ପରେ ଯୁଗ୍ନି ପୂର୍ବ ଦିଗରେ ରହିବ। ଆଜି କୌଣସି ରାଶିରେ ଘାତ ଚନ୍ଦ୍ର ନାହିଁ। ଆଜି ଘାତ ବାର ରହିଛି ମେଷ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର ଏକ ପାଦ ପୁଷ୍କର ଦୋଷ ଫଳ ରହୁଛି କୃଷି ସନ୍ତାନ ହାନି। ଆଜି ପୂର୍ଣ୍ଣିମାରେ ଶ୍ରାଦ୍ଧ ନିଷିଦ୍ଧ ଖାଦ୍ୟ ରହିଛି ଯାହାକି ପୂର୍ଣ୍ଣିମା ଏବଂ ରବିବାର ଯୋଗୁଁ ଆମିଷ, ବିରି, ମସୁରୀ, ଅଦା, ନିମ, ଦୁଗ୍ଧ ଜାତୀୟ ଖାଦ୍ୟ ଭୋଜନ ସହିତ ପାଣି କଖାରୁ ମଧ୍ୟ ଭୋଜନ ନିଷେଧ ରହିଛି ଏବଂ ଆଜି ପୂର୍ଣ୍ଣିମା ଯୋଗୁଁ ଫଳ ମଧ୍ୟ ନିଷେଧ ରହିଛି। ଆଜି ହେଉଛି ଜ୍ୟେଷ୍ଠ ଚାନ୍ଦ୍ର ମଳ ପୂର୍ଣ୍ଣିମା। ତେବେ ଏହି ଜ୍ୟେଷ୍ଠ ଚନ୍ଦ୍ର ମଳ ପୂର୍ଣ୍ଣିମା ଉପଲକ୍ଷେ ଆପଣ ପୂର୍ଣ୍ଣିମାକୃତ ସ୍ନାନ, ଦାନ ଏବଂ ବ୍ରତ ଉପବାସ କରିପାରିବେ। ଆଜିର ଅଶୁଭ ବେଳା ଯାହା ଦିବା 10:00 ରୁ ଦିବା 1:16 ମଧ୍ୟ ରହିଛି 12 ବେଳା ସହିତ କାଳ ବେଳା। ସେହିଭଳି ଦିବା 4:43 ରୁ ସନ୍ଧ୍ୟା 6:23 ମଧ୍ୟ ରହିଛି ରାହୁ କାଳ। ସେହିଭଳି ରାତ୍ରି 1:10 ରୁ ରାତ୍ରି 2:32 ମଧ୍ୟ ରହିଛି କାଳରାତ୍ରି। ତେଣୁ ଏହି ଅଶୁଭ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା ଯାହା ପ୍ରାପ୍ତ 5:54 ରୁ ଦିବା 9:32 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ସନ୍ଧ୍ୟା 6:24 ରୁ ରାତ୍ରି 8:06 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 11:18 ରୁ ରାତ୍ରି 1:09 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଶେଷ ରାତ୍ରି 4:33 ରୁ ଶେଷ ରାତ୍ରି 5:20 ମଧ୍ୟ ରହିଛି ଶୁଭ ବେଳା। ତେଣୁ ଏହି ସମୟରେ ଯେକୌଣସି ଶୁଭ କାର୍ଯ୍ୟ କରିପାରିବେ। ତେବେ ଏବେ ଚାଲନ୍ତୁ ଜାଣିବା 2 ଜୁନ 2026ର ଶୁଭ କାର୍ଯ୍ୟ ଗୁଡ଼ିକ। ଆଜି କୌଣସି ଶୁଭ କାର୍ଯ୍ୟ ନାହିଁ। ଆଜିର ଗ୍ରହର ସ୍ଥିତି ଆଜି ମେଷ ରାଶିରେ ମଙ୍ଗଳ ସଞ୍ଚରଣ କରୁଛନ୍ତି। ବୃଷ ରାଶିରେ ରବି ଏବଂ ବୁଧ ସଞ୍ଚରଣ କରୁଛନ୍ତି। ମିଥୁନ ରାଶିରେ ବୃହସ୍ପତି ଏବଂ ଶୁକ୍ର ସଞ୍ଚରଣ କରୁଛନ୍ତି। ସିଂହ ରାଶିରେ କେତୁ ସଞ୍ଚରଣ କରୁଛନ୍ତି। ବିଛା ରାଶିରେ ଚନ୍ଦ୍ର ସଞ୍ଚରଣ କରୁଛନ୍ତି। କୁମ୍ଭ ରାଶିରେ ରାହୁ ସଞ୍ଚରଣ କରୁଛନ୍ତି ଏବଂ ମୀନ ରାଶିରେ ଶନି ସଞ୍ଚରଣ କରୁଛନ୍ତି। ଇଏ ଥିଲା ଆଜିର ଗୋଚରର ସ୍ଥିତି। ଏହି ଗୋଚର କୁଣ୍ଡଳୀରେ ଚନ୍ଦ୍ର ଆଜି ଅନୁରାଧା ନକ୍ଷତ୍ରରେ ସଞ୍ଚରଣ କରୁଛନ୍ତି ଯାହାକି ରବିବାରରେ। ତେବେ ଏହି ଅନୁରାଧା ନକ୍ଷତ୍ରରେ ଚନ୍ଦ୍ର ସଞ୍ଚରଣରେ କେଉଁ ରାଶି ଆଜି ବହୁତ ଭଲ ଦିନ ହେବ,
କେଉଁ ରାଶି ଆଜି ବହୁତ ସାବଧାନ ରହିବାକୁ ପଡ଼ିବ, କେଉଁ ରାଶି ଆଜି ନୂତନ କାର୍ଯ୍ୟ ଆରମ୍ଭ କରିବେ, କେଉଁ ରାଶି ଆଜି ନୂତନ କାର୍ଯ୍ୟ ଆରମ୍ଭ କରିବେ ନାହିଁ। ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ ପ୍ରତ୍ୟେକ ରାଶି ଜାତକ ବ୍ୟକ୍ତି ମାନଙ୍କ ପାଇଁ କେଉଁ ଗ୍ରହ ବିଶେଷ ପ୍ରଭାବ ପକେଇବ, କଣ ଆଜି ଦାନ କରିବେ, କଣ ଆଜି ସ୍ନାନ କରିବେ, କଣ ଉପାୟ କରିବେ, ଯାହା କରିକି ଆଜି ଦିନକୁ ଶ୍ରେଷ୍ଠ କରିପାରିବେ, ଯାହା ଆଜି ଆମେ ଜାଣିବା ରାଶିଫଳ କାର୍ଯ୍ୟକ୍ରମରେ। ତେବେ ଏ ଥିଲା ଆଜିର ଗ୍ରହର ସ୍ଥିତି। ଏହି ସ୍ଥିତିକୁ ଦେଖି ମୁଁ ନେଇ ଆସିଛି ପୁରା ଦିନର ହାଲଚାଲ। ତେବେ ଯେଉଁମାନେ ମତେ ପ୍ରଥମ କରି ଦେଖୁଛନ୍ତି ସେମାନଙ୍କୁ ମୁଁ କହି ରଖୁଅଛି ଯେ ଆପଣଙ୍କର ଜନ୍ମ ରାଶିର ରାଶିଫଳ ଦେଖିପାରିବେ। ତେବେ ଯେଉଁମାନେ ରାଶିଫଳ ଜାଣିନାହାନ୍ତି ସେମାନେ ନିଜର ପ୍ରଚଳିତ ନାମ ରାଶିର ରାଶିଫଳ ଦେଖିପାରିବେ। ତେବେ ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟ ନିଜକୁ ସଂଯମତା ସହକାରେ କାର୍ଯ୍ୟ କରନ୍ତୁ। କୌଣସି ଅନାବଶ୍ୟକ କାର୍ଯ୍ୟରେ ଜଡ଼ିତ ହୁଅନ୍ତୁ ନାହିଁ। ବାଦ ବିବାଦ ଠାରୁ ଦୂରତା ଅବଲମ୍ବନ କରନ୍ତୁ। ଦୈନନ୍ଦିନ କାର୍ଯ୍ୟରେ କାର୍ଯ୍ୟ ଅବହେଳା ଯୋଗ ରହୁଛି, ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ତେବେ ମେଷ ରାଶି ବ୍ୟକ୍ତି ଆଜି ଆପଣଙ୍କର କାର୍ଯ୍ୟରେ ଅଶାନ୍ତି ପରିବେଶ ସୃଷ୍ଟି ହେବା ସହିତ ମାନସିକ ଚାପ ବଢ଼ିପାରେ, ଯାହା ପାଇଁ ଆପଣ ସଦାବେଳେ ଅଶାନ୍ତି ପରିବେଶରେ ରହିପାରନ୍ତି। ତେବେ ମେଷ ରାଶି ବ୍ୟକ୍ତି ଆଜି ଅର୍ଥ ବେପାର ବାଣିଜ୍ୟ କ୍ଷେତ୍ରରେ ନିଜକୁ ସଂଯମତା ରକ୍ଷା କରନ୍ତୁ, ଅର୍ଥାତ୍ ରିସ୍କଫୁଲ ବେପାର ବାଣିଜ୍ୟ କରନ୍ତୁ ନାହିଁ। ଧାର ଉଧାର କାର୍ଯ୍ୟକ୍ରମ କିଛି କରନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ମେଷ ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟ ଜନିତ କ୍ଷେତ୍ରରେ ଆପଣଙ୍କର ସ୍ୱାସ୍ଥ୍ୟ, ଯାହାକି ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ଆହୁରି ଅଧିକ ଆପଣଙ୍କୁ ବିଚଳିତ କରିପାରେ। ତେବେ ମେଷ ରାଶି ବ୍ୟକ୍ତି ଆଜି ଦୂରଯାତ୍ରା କୌଣସି କରନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ମେଷ ରାଶି ବ୍ୟକ୍ତି ଆପଣଙ୍କ ଜୀବନରେ ଆଜି ଯେଉଁ ଅସୁବିଧା ରହିଛି ତାକୁ ସମାଧାନ ବା ଭାଗ୍ୟକୁ ଚମକିବା ପାଇଁ ଆପଣ ଆଜି ଯେକୌଣସି ରୋଗୀ ପାଇଁ କିଛି ଦାନ କରନ୍ତୁ। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 2। ଭାଗ୍ୟ ରଙ୍ଗ ଆପଣ କମଳା ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 45% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ଏକ ଲାଭଦାୟକ ଦିନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଜି ଯେକୌଣସି କାର୍ଯ୍ୟ କରନ୍ତୁ ନା କାହିଁକି ଆପଣ ସେଥିରେ ସଫଳତା ପାଇବେ। ତେଣୁ ବୃଷ ରାଶି ବ୍ୟକ୍ତି ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରିବେ। ବ୍ୟବସାୟ କ୍ଷେତ୍ରରେ ଆପଣ ନିଶ୍ଚିତ ଲାଭବାନ ହେବେ। ତେଣୁ ନୂତନ ବେପାର ବାଣିଜ୍ୟ ପାଇଁ ଗ୍ରହମାନେ ଆପଣଙ୍କୁ ପୂର୍ଣ୍ଣ ସହଯୋଗ କରୁଛନ୍ତି। ସମସ୍ତ କ୍ଷେତ୍ରରେ ଆପଣ ସଫଳତା ପାଇବେ। ବାକିଆ ଅର୍ଥ ଫେରି ପାଇବେ ବା ଅର୍ଥ ଦେଣ ନେଣ ଆଜି କରିପାରିବେ। ତେବେ ଆଜି ବୃଷ ରାଶି ବ୍ୟକ୍ତି ଆପଣଙ୍କର ଉତ୍ତମ ଭୋଜନ ସହିତ ସ୍ୱୟନ ସୁଖ ପ୍ରାପ୍ତ ଆନନ୍ଦର ଦିନ କଟିବାର ସୁଯୋଗ ଦେଇପାରେ। ଆଜି ଦୂରଯାତ୍ରା ତ କରିବା ସହିତ ଆପଣଙ୍କର ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। ସ୍ୱାସ୍ଥ୍ୟ ଆପଣଙ୍କର ସମ୍ପୂର୍ଣ୍ଣ ଠିକ ରହିବ। ମାନସିକ ସ୍ତରରେ ମଧ୍ୟ ଆପଣ ଭଲ ରହିବେ। ତେବେ ବୃଷ ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 1। ଭାଗ୍ୟ ରଙ୍ଗ ଆପଣ ଯାହାକି ସବୁଜ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ତେବେ ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି ସକଳ ପ୍ରକାର କାର୍ଯ୍ୟରେ ଆପଣଙ୍କର ଭାଗ୍ୟ ସାଥ ଦେଉଛି। ନୂତନ କାର୍ଯ୍ୟ ପାଇଁ ଗ୍ରହମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଆଜି ମାନ ସମ୍ମାନ ବୃଦ୍ଧି ହେବ। ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଭାଗ୍ୟ ଚମକିବ। ପ୍ରେମ ବାର୍ତ୍ତାଳାପ ପାଇଁ ଗ୍ରହମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଆଜି ପରିବାର ସୁଖ ବା ସମସ୍ତ ବନ୍ଧୁବର୍ଗଙ୍କ ସହିତ ଆପଣଙ୍କର ଭଲ ସମ୍ବନ୍ଧ ରହିବ। ଆପଣ ଆଜି କମ୍ପିଟିସନ କ୍ଷେତ୍ରରେ ଭାଗ ନେଲେ ଶତ୍ରୁ ବିଜୟ ଯୁଗ ରହୁଛି। ଆଜି ବ୍ୟବସାୟ ସହିତ ଆପଣଙ୍କର ଆୟ ଇନକମ୍ ନିଶ୍ଚିତ ଅଧିକ ବଢ଼ିବ। ଆଜି ସମସ୍ତ ପ୍ରକାର ରୋଗକୁ ନାଶ କରିବାର ଯୁଗ ରହୁଛି, ଅର୍ଥାତ୍ ଆପଣ ସୁସ୍ଥ ମାନସିକ ସ୍ତରରେ ମଧ୍ୟ ଆପଣ ଉତ୍ତମ ରହିବେ। ଆଜି ମିଥୁନ ରାଶି ବ୍ୟକ୍ତି
ଆପଣଙ୍କର ଭାଗ୍ୟକୁ ଚେଞ୍ଜ କରିବା ପାଇଁ ବା ଅଧିକ ସଫଳତା କରିବା ପାଇଁ ଆଜି ହଳଦିଆ ବସ୍ତ୍ର ସାଧୁମାନଙ୍କୁ ଦିଅନ୍ତୁ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9। ଭାଗ୍ୟ ରଙ୍ଗ ଆପଣ ହଳଦୀ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 85% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ବିଶେଷ ଭଲ ଦିନ ହୋଇନପାରେ। ବିଶେଷ କରି ଦୂରଯାତ୍ରା କରୁଥିଲେ, କାର୍ଯ୍ୟ ବିଫଳତା ଯୋଗୁଁ ଗାଡ଼ି ପରିଚାଳନା କରୁଥିଲେ କର୍କଟ ରାଶି ବ୍ୟକ୍ତି ନିଜକୁ ସାବଧାନ ନିହାତି ଆବଶ୍ୟକତା ରହିଛି। କୌଣସି ରିସ୍କଫୁଲ ଗାଡ଼ି ପରିଚାଳନା କରନ୍ତୁ ନାହିଁ, ନହେଲେ ଛୋଟ ମୋଟ ବାଧା ଆପଣଙ୍କୁ ସହିବାକୁ ପଡ଼ିବ। ମାନସିକ ଅଶାନ୍ତି, କୌଣସି କାର୍ଯ୍ୟରେ ମନ ନ ଲାଗିପାରେ। ତେବେ କର୍କଟ ରାଶି ବ୍ୟକ୍ତି ଆଜି ଦୁଃଖୀ, ରୋଗୀ, ପୀଡ଼ା, ଶତ୍ରୁ ବୃଦ୍ଧି, ଧାର୍ମିକ କାର୍ଯ୍ୟ ପ୍ରତି ହୀନ ମନୋବୃତ୍ତି, ଆଜି ସମସ୍ତ କାର୍ଯ୍ୟରେ ବାଧା। ତେଣୁ ଏହା ପ୍ରତି ନିଶ୍ଚିତ ସାବଧାନ ରହିବାର ଆବଶ୍ୟକତା ରହିଛି କର୍କଟ ରାଶି ବ୍ୟକ୍ତିଙ୍କର। ତେବେ କର୍କଟ ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 5। ଭାଗ୍ୟ ରଙ୍ଗ ଆପଣ ମିଶ୍ରିତ ଧଳା ରଙ୍ଗ ବ୍ୟବହାର କରିପାରିବେ। ଗ୍ରହମାନେ ଆପଣଙ୍କୁ ଆଜି 35% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କୁ ସାବଧାନ ସହକାରେ ପ୍ରତ୍ୟେକ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ତେବେ ସିଂହ ରାଶି ବ୍ୟକ୍ତି ଆଜି ନିମ୍ନ କାର୍ଯ୍ୟରେ ଆପଣଙ୍କର କାର୍ଯ୍ୟଗୁଡ଼ିକ ସଠିକ ଢଙ୍ଗରେ ନ ହୋଇପାରେ। ଖରାପ କାର୍ଯ୍ୟରେ ଲିପ୍ତ ରହିପାରନ୍ତି, କାର୍ଯ୍ୟରେ ବିଫଳତା ଆସିପାରେ। ବିଶେଷ କରି ନିଜ ଲୋକଙ୍କ ସହିତ ସିଂହ ରାଶି ବ୍ୟକ୍ତି ଅଧିକ ମନମାଳିନ ଦେଖା ଦେଇପାରେ। ତେଣୁ ଏହା ପ୍ରତି ନିଶ୍ଚିତ ସାବଧାନ ରୁହନ୍ତୁ। କାହା ସହିତ କଟୁ କଥାବାର୍ତ୍ତା କରନ୍ତୁ ନାହିଁ। ରାଜନୈତିକ, ସାମାଜିକ, ଦୈନନ୍ଦିନ କାର୍ଯ୍ୟରେ ଆପଣଙ୍କର ବିଫଳତା ଯୋଗ ରହୁଛି। ତେଣୁ ପ୍ରେମ ଜଗତରେ ମଧ୍ୟ ଦୂରତା ସମ୍ପର୍କ ଖରାପ ରହିବ। ସ୍ତ୍ରୀ ବର୍ଗଙ୍କ ସହିତ ଅଧିକ କଳହଯୁକ୍ତ ରହିପାରନ୍ତି। ତେଣୁ ସିଂହ ରାଶି ବ୍ୟକ୍ତି ଏହା ପ୍ରତି ସାବଧାନ ରୁହନ୍ତୁ। ଦୂରଯାତ୍ରା ଆଜି କରନ୍ତୁ ନାହିଁ, ଯାହା ଆପଣଙ୍କର ବିଫଳତା ଆପଣଙ୍କ ଭାଗ୍ୟରେ ରହିଛି। ଆଜି ସ୍ୱାସ୍ଥ୍ୟ ପ୍ରତି ଟିକେ ସାବଧାନ ରୁହନ୍ତୁ। ତେବେ ଆଜି ସିଂହ ରାଶି ବ୍ୟକ୍ତି ନିଜର ଭାଗ୍ୟକୁ ପରିବର୍ତ୍ତନ କରିବା ପାଇଁ ନିଶ୍ଚିତ ଆଜି ସୂର୍ଯ୍ୟ ଅର୍ଘ୍ୟ ଦିଅନ୍ତୁ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 3। ଭାଗ୍ୟ ରଙ୍ଗ ଆପଣ କମଳା ରଙ୍ଗ ବ୍ୟବହାର କରିପାରିବେ। ଗ୍ରହମାନେ ଆପଣଙ୍କୁ ଆଜି 45% ସାଥ ଦଉଛନ୍ତି। ତେବେ ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ସକଳ ପ୍ରକାର କାର୍ଯ୍ୟରେ ଆପଣ ସଫଳତା ଯୋଗ ରହିଛି। ନୂତନ କାର୍ଯ୍ୟ କରିପାରିବେ, ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରିବେ। ଅର୍ଥ ବେପାର ବାଣିଜ୍ୟ କ୍ଷେତ୍ରରେ ଭାଗ୍ୟ ଆପଣଙ୍କୁ ସାଥ ଦଉଛି। ନୂତନ ବେପାର ବାଣିଜ୍ୟ ସହିତ ଆଜି ଆପଣ ସକଳ ପ୍ରକାର ଭାଗ୍ୟ ଆପଣଙ୍କୁ ସହଯୋଗ କରିବ। ସ୍ୱାସ୍ଥ୍ୟ ଠିକ ରହିବ। ଶତ୍ରୁ ବିଜୟ ଯୁଗ ରହୁଛି। ମନରେ ପ୍ରସନ୍ନତା ବଢ଼ିବ। ବନ୍ଧୁ ପ୍ରିୟଜନଙ୍କ ଦ୍ୱାରା ଆପଣଙ୍କର ଅନେକ କାର୍ଯ୍ୟ ସଫଳତା ଶୀର୍ଷରେ ପହଞ୍ଚିବାର ସୁଯୋଗ ଦେବ। ତେବେ ଆଜି ଯାହାକି କନ୍ୟା ରାଶି ବ୍ୟକ୍ତି ଆପଣ ଦୂରଯାତ୍ରା କରିଲେ ନିଶ୍ଚିତ ସଫଳତା ପ୍ରାପ୍ତ କରିବାର ଅତି ଉତ୍ତମ ଯୁଗ ରହିଛି। ତେବେ ଆଜି ଯାହାକି କନ୍ୟା ରାଶି ବ୍ୟକ୍ତି ନିଜର ଭାଗ୍ୟକୁ ଚେଞ୍ଜ କରିବା ପାଇଁ ଆପଣ କେଶର ତିଳକ ଲଗାନ୍ତୁ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 1। ଭାଗ୍ୟ ରଙ୍ଗ ଆପଣ ନାଲି ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 85% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି ବିଶେଷ କରି ବେପାର ବାଣିଜ୍ୟ କ୍ଷେତ୍ରରେ ଭାଗ୍ୟ ଆପଣଙ୍କୁ ସହଯୋଗ କରୁଛନ୍ତି। ନିଜ କର୍ମୀ ଅର୍ଥାତ୍ ନିଜକୁ ସହଯୋଗ କରୁଥିବା ଯେଉଁ ଲୋକମାନେ ଆପଣଙ୍କୁ ପୂର୍ଣ୍ଣ ଭାବେ ସାହାଯ୍ୟ କରିବେ ତାଙ୍କ ଦ୍ୱାରା ଆପଣଙ୍କର ଅନେକ କାର୍ଯ୍ୟ ହେବ। ଆପଣ ସୁଖ ଆନନ୍ଦ ଅନୁଭବ କରିବେ। ଶତ୍ରୁମାନଙ୍କୁ ପରାଜୟ କରିବାର ଅତି ଉତ୍ତମ ଯୁଗ ରହୁଛି ତୁଳା ରାଶି ବ୍ୟକ୍ତିଙ୍କର। ଆଜି ଜମି ଘରବାଡ଼ି କ୍ଷେତ୍ରରେ ଆପଣ ନିଜର କାର୍ଯ୍ୟଗତ ସଫଳତା ସହକାରେ କରିବେ। ଉତ୍ତମ ସ୍ୱାସ୍ଥ୍ୟ ରହିବ। ଆଜି ତୁଳା ରାଶି ବ୍ୟକ୍ତି ଦୂରଯାତ୍ରା କରୁଥିଲେ ନିଶ୍ଚିତ ଆପଣଙ୍କର ସଫଳତା ଯୋଗ ରହୁଛି। ତେବେ ତୁଳା ରାଶି ବ୍ୟକ୍ତି
ଆଜି ଆପଣ ଭାଗ୍ୟକୁ ଚମକିବା ପାଇଁ ନଦୀ କିମ୍ବା ଗଙ୍ଗା ଜଳରେ ସ୍ନାନ କରିଲେ ଭାଗ୍ୟ ଅଧିକ ଚମକିବାର ପୂର୍ଣ୍ଣ ଯୁଗ ରହୁଛି। ତେବେ ତୁଳା ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 8। ଭାଗ୍ୟ ରଙ୍ଗ ଆପଣ ଗୋଲାପୀ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 80% ସାଥ ଦଉଛନ୍ତି। ତେବେ ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କୁ ନିଶ୍ଚିତ ସଂଯମତା ସହକାରେ କାର୍ଯ୍ୟ କରିବାକୁ ପଡ଼ିବ। ଅଧିକ ଭ୍ରମିତ ହୋଇପାରନ୍ତି, ମାନସିକ ସ୍ତରରେ ଅତି ବିଚକ୍ଷଣ ହୋଇପାରନ୍ତି। ବିଶେଷ କରି ଅର୍ଥ ନେଣଦେଣ କାର୍ଯ୍ୟରେ ଆପଣଙ୍କୁ ନିଶ୍ଚିତ ଧ୍ୟାନପୂର୍ବକ କାର୍ଯ୍ୟ କରିବାକୁ ପଡ଼ିବ। ନିଜ କର୍ମୀ ବା ସହଯୋଗୀ ବା ଆପଣଙ୍କର ତଳେ ଯେଉଁ କର୍ମଚାରୀଙ୍କ ସହିତ ଆପଣଙ୍କର ମତଭେଦ ଅଧିକ ଦେଖାଦେବ। ବିଶେଷ କରି ପତି ପତ୍ନୀଙ୍କ ସହିତ ଆପଣଙ୍କର କଳହ ଯୁକ୍ତିତର୍କ ହେବାର ସମ୍ଭାବନା ରହୁଛି। ତେଣୁ ବିଛା ରାଶି ବ୍ୟକ୍ତି ଏହା ପ୍ରତି ଧ୍ୟାନ ଦିଅନ୍ତୁ। ବିଛା ରାଶି ବ୍ୟକ୍ତି ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଆଜି ପରିବାର ବର୍ଗଙ୍କ ସହିତ ଭଲ ରହିବା ପାଇଁ ଚେଷ୍ଟା କରନ୍ତୁ। ଆଜି କୌଣସି ଦୂରଯାତ୍ରା ନ କରିଲେ ଭଲ। ତେବେ ବିଛା ରାଶି ବ୍ୟକ୍ତି ଆଜି ନିଜର ଭାଗ୍ୟକୁ ପରିବର୍ତ୍ତନ କରିବା ପାଇଁ ଆପଣ ସ୍ନାନ ପରେ ସୂର୍ଯ୍ୟଦେବଙ୍କୁ ନିଶ୍ଚିତ ପାଣି ଅର୍ପଣ କରନ୍ତୁ। ଆଜି ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 5। ଭାଗ୍ୟ ରଙ୍ଗ ଆପଣ ନୀଳ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 45% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି ସକଳ ପ୍ରକାର କାର୍ଯ୍ୟରେ ବାଧାଯୁକ୍ତ ରହିଛି। ତେଣୁ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ପରିବାର ବର୍ଗ, ବନ୍ଧୁବର୍ଗ ଏବଂ ନିଜର କାର୍ଯ୍ୟ ସହଯୋଗୀ ମାନଙ୍କ ସହିତ ଆପଣଙ୍କର ମନାନ୍ତର ଯୁଗ ରହୁଛି। ଆବଶ୍ୟକ ସ୍ଥଳେ ଆପଣ ଚୁପ୍ ରୁହନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବେ। ତେବେ ଧନୁ ରାଶି ବ୍ୟକ୍ତି ଆଜି ଯଦି କଳହ ଯୁକ୍ତିତର୍କ ଭିତରେ ଲିପ୍ତ ରହିବେ ତେବେ ଆପଣଙ୍କର ମାନ ସମ୍ମାନ ହାନି ହେବ। ଶତ୍ରୁମାନେ ପରୋକ୍ଷରେ ଅନେକ ପ୍ରକାର ଯାହାକି ଯୋଜନା କରି ଆପଣଙ୍କୁ ହରେଇବା ପାଇଁ ଚେଷ୍ଟା କରିପାରନ୍ତି। ତେବେ ଧନୁ ରାଶି ବ୍ୟକ୍ତି ଆଜି ନିଜର କାର୍ଯ୍ୟ ପାଇଁ ବା ସ୍ଥାନ ପରିବର୍ତ୍ତନ ବା କାର୍ଯ୍ୟ ପରିବର୍ତ୍ତନ ହେବ। ବନ୍ଧୁ ପ୍ରିୟଜନଙ୍କ ସହିତ ଆପଣଙ୍କର ଯାହାକି କୌଣସି ଖରାପ ଖବର ଶୁଣିବାର ଯୁଗ ରହୁଛି। ଏହା ପ୍ରତି ଟିକେ ଧନୁ ରାଶି ବ୍ୟକ୍ତି ଧ୍ୟାନ ଦିଅନ୍ତୁ। ତେବେ ଧନୁ ରାଶି ବ୍ୟକ୍ତି ଆଜି ଖରାପ କାର୍ଯ୍ୟ ପ୍ରତି ଅଧିକ ଆକୃଷ୍ଟ ହୋଇପାରନ୍ତି। ଆଜି ଦୂରଯାତ୍ରା ନ କରିଲେ ଆପଣଙ୍କ ପାଇଁ ଭଲ। ତେବେ ଧନୁ ରାଶି ବ୍ୟକ୍ତି ଆଜି ଆପଣ ଟିକେ ସରସ୍ୱତୀ ଉପାସନା କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ଧନୁ ରାଶି ବ୍ୟକ୍ତି ଆପଣଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 5। ଭାଗ୍ୟ ରଙ୍ଗ ଆପଣ ହଳଦୀ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 35% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କର ଭାଗ୍ୟ ଅତି ଉତ୍ତମ ଯୁଗରେ ରହିଛି। ପୂର୍ବରୁ କରିଥିବା ପରିଶ୍ରମର ଫଳପ୍ରାପ୍ତ ଯୁଗ ରହୁଛି। ଆଜି ସମସ୍ତ ପ୍ରକାର ସୁଖ ବୃଦ୍ଧି ଯୁଗ ରହୁଛି। ସକଳ ପ୍ରକାର କାର୍ଯ୍ୟରେ ଆପଣ ଆନନ୍ଦ ଅନୁଭବ କରିପାରନ୍ତି। ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦବଦବା ବଢିବା ସହିତ ପଦମର୍ଯ୍ୟାଦା ବୃଦ୍ଧି ହେବାର ଅତି ଉତ୍ତମ ଯୁଗ ରହୁଛି। ତେବେ ଆଜି ମକର ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆୟ ଠାରୁ ବ୍ୟୟ କମ ରହିବ। ବ୍ୟବସାୟରେ ଅନେକ ପ୍ରକାର ଲାଭ ପାଇବେ। ପୁତ୍ର ପରିବାର ସୁଖ ପ୍ରାପ୍ତ ସହିତ ମହତ୍ୱାକାଂକ୍ଷୀ କାର୍ଯ୍ୟ ପୂର୍ଣ୍ଣ କରିପାରିବେ। ସ୍ତ୍ରୀ ବର୍ଗଙ୍କ ଦ୍ୱାରା ମକର ରାଶି ବ୍ୟକ୍ତି ଆଜି କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ବା ଆପଣଙ୍କର କାର୍ଯ୍ୟ ଅନେକ ଲାଭଯୁକ୍ତ ହୋଇପାରେ। ତେବେ ଆଜି ମକର ରାଶି ବ୍ୟକ୍ତି ଅଧିକ ଭାଗ୍ୟକୁ ଚମକିବା ପାଇଁ ପକ୍ଷୀମାନଙ୍କୁ ଖାଇବା ପାଇଁ ଦିଅନ୍ତୁ। ଆଜି ମକର ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 3। ଭାଗ୍ୟ ରଙ୍ଗ ଆପଣ ସୁନେଲି ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ତେବେ ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି ଆଜି କାର୍ଯ୍ୟ ସଫଳତା ଯୁଗ ସହିତ ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପଦମର୍ଯ୍ୟାଦା ବୃଦ୍ଧି ବା ଆପଣ ସେଠାରୁ ମାନ ସମ୍ମାନ ନିଶ୍ଚିତ ପାଇବେ। ଆପଣଙ୍କର ଦବଦବା ବଢିବ। ଆଜି
ନିଜର କାର୍ଯ୍ୟକୌଶଳରେ ସମସ୍ତଙ୍କୁ ଆକର୍ଷଣ କରିବାର ପୂର୍ଣ୍ଣ ଯୁଗ ରହୁଛି ବା କାର୍ଯ୍ୟ ପ୍ରଶଂସା ଯୁଗ ରହୁଛି କୁମ୍ଭ ରାଶି ବ୍ୟକ୍ତିଙ୍କର। ତେବେ କୁମ୍ଭ ରାଶି ବ୍ୟକ୍ତି ଆଜି ପରିବାର ବର୍ଗ, ବନ୍ଧୁ ବର୍ଗ ଏବଂ ପ୍ରେମ ଜଗତରେ ଭାଗ୍ୟ ଆଜି ଆପଣଙ୍କର ଚମକିବ। ଗୋଟିଏ ଭାଷାରେ କହିଲେ ଆଜି ଗ୍ରହ ସୁଖ ଯୁଗ କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ଆଜି କୁମ୍ଭ ରାଶି ବ୍ୟକ୍ତି ଦୂରଯାତ୍ରା କରୁଥିଲେ ନିଶ୍ଚିତ ଆପଣଙ୍କର କାର୍ଯ୍ୟ ସଫଳତା ଯୁଗ ବନେଇବ ଏବଂ ଆଜି କୁମ୍ଭ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସ୍ଥିରତା ରହିବ। ତେବେ କୁମ୍ଭ ରାଶି ବ୍ୟକ୍ତି ଆଜି ଭାଗ୍ୟକୁ ଅଧିକ ଚମକିବା ପାଇଁ ଆପଣ ନିଶ୍ଚିତ ଶନି ମନ୍ଦିର ପରିଦର୍ଶନ କରନ୍ତୁ। ତେବେ କୁମ୍ଭ ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 2। ଭାଗ୍ୟ ରଙ୍ଗ ଆପଣ ଧୂସୁର ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 85% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତି ଆଜି ବ୍ୟବସାୟ କ୍ଷେତ୍ରରେ ଆର୍ଥିକ ହାନି ଯୁଗ ରହୁଛି, ତେଣୁ ରିସ୍କଫୁଲ ବେପାର ବାଣିଜ୍ୟ କରନ୍ତୁ ନାହିଁ। ବିଶେଷ କରି ଧାର ନେଣ ଦେଣ କରନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ନିଜର ଦୈନନ୍ଦିନ କାର୍ଯ୍ୟ ପ୍ରତି ସଂଯମତା ନିହାତି ରକ୍ଷା କରନ୍ତୁ। କାହା ସହିତ କଳହ ଯୁକ୍ତିତର୍କ କରନ୍ତୁ ନାହିଁ। ବିଶେଷ କରି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କୁ ନିଶ୍ଚିତ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ତେବେ କାହାକୁ କଟୁ କଥା କହିଲେ ବା ସେ ଭିତରେ ପଶିଲେ ଆପଣଙ୍କର ମାନ ସମ୍ମାନ ହାନି ହବାର ଯୁଗ ରହୁଛି। ଆଜି ସମସ୍ତ ପ୍ରକାର କାର୍ଯ୍ୟରେ ବିଫଳତା ଯୁଗ ରହୁଛି। ବନ୍ଧୁବର୍ଗଙ୍କ ସହିତ ବା ପରିବାର ବର୍ଗଙ୍କ ସହିତ ବା ପ୍ରେମ ଜଗତରେ ଯେଉଁମାନେ ଜଡ଼ିତ ଅଛନ୍ତି ବୈଚାରିକ ମତଭେଦ ଅଧିକ ଦେଖା ଦେଇପାରେ, ଯାହା ପାଇଁ ମାନସିକ ବିମାରୀ ବା ମାନସିକ ପୀଡ଼ା ଯାହା ଦେଖାଦେବ। ତେବେ ଆପଣଙ୍କ ଠାରେ ଅଧିକ ଜିଦଖୁର ଭାବନା ଆସିପାରେ। ତେବେ ଏହା ପ୍ରତି ଟିକେ ସଚେତନ ରୁହନ୍ତୁ। ତେବେ ମୀନ ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ପୂର୍ବରୁ ସ୍ୱାସ୍ଥ୍ୟଜନିତ ସମସ୍ୟା ଥିଲେ ଆଜି ଆହୁରି ପୀଡ଼ା ଅନୁଭବ କରିପାରନ୍ତି ବା ନୂତନ ଆଜି ପୀଡ଼ା ମଧ୍ୟ ସ୍ୱାସ୍ଥ୍ୟଜନିତ ଅନୁଭବ ଯୁଗ ରହୁଛି। ତେବେ ଆଜି ମୀନ ରାଶି ବ୍ୟକ୍ତି ନିଜର ଭାଗ୍ୟକୁ ପରିବର୍ତ୍ତନ କରିବା ପାଇଁ ଆପଣ ନିଶ୍ଚିତ ଅସ୍ତ ଗଛ ମୂଳରେ ଟିକେ ପାଣି ଦିଅନ୍ତୁ। ଆପଣଙ୍କର ଆସୁଥିବା ସମସ୍ୟା ସମସ୍ତ ପ୍ରକାର ଦୂରୀଭୂତ ହେବ। ଆଜି ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 1। ଭାଗ୍ୟ ରଙ୍ଗ ଆପଣ ହଳଦୀ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି 40% ସାଥ ଦଉଛନ୍ତି। ଓಂ ନମ ବିଷ୍ଣବେ ପ୍ରଭ ବିଷ୍ଣବେ।